ଏବେ ସବୁ କଥାରେ ଟଣା ଓଟରା ସବୁବେଳେ ଲାଗିଛି ଖବର ଧାଡ଼ି। ତା ଭିତରେ ଭଲ ଓ ଜରୁରୀ ଖବର ବି ଅଛି, ଆଉ ବି ଅଛି ମିଛ ଚର୍ଚ୍ଚା। ସେ ଭିତରକୁ ଯିବା ନାହିଁ। ସତ ଓ ଯାହା ଯେମିତି ସେମିତି ଖବର ଆମର ଆଞ୍ଚଳିକ ସମ୍ବାଦର ସକାଳର ଖବର ସହ ମୁଁ ଜ୍ୟୋତିରେଖା। ସମ୍ପ୍ରତି ଯାହା ଅବସ୍ଥା ଅଛି ସେଥିରେ ସାମ୍ବାଦିକ ସୁରକ୍ଷିତ ନୁହନ୍ତି କି ଗଣମାଧ୍ୟମ ମଧ୍ୟ ସୁରକ୍ଷିତ ନାହିଁ। ସମସ୍ତ ସାମ୍ବାଦିକ ଏକାଠି ହେଲେ ଗଣମାଧ୍ୟମ ସୁରକ୍ଷିତ ରହିବ ବୋଲି ଆଜି ବଲାଙ୍ଗୀର ସାମ୍ବାଦିକ ଭବନଠାରେ ସାମ୍ବାଦିକ ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ତଥା ମୁଖ୍ୟ ଆଲୋଚିକା ଭାବରେ ଯୋଗଦେଇ ସମ୍ବାଦ ଖବରକାଗଜ ଓ କନକ ନ୍ୟୁଜର ସମ୍ପାଦିକା ତନୟା ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଏହା ସହିତ ସମାଜ ଓ ସାମ୍ବାଦିକତା ଉପରେ ନିଜର ମତ ରଖି କହିଛନ୍ତି ଯେ ଜଣକ ଉପରେ ଆକ୍ରମଣ ହେଲେ ଅନ୍ୟ ଜଣେ ନୀରବ ରହିଛି। କେତେକ କ୍ଷେତ୍ରରେ ସାମ୍ବାଦିକ ଓ ସମାଜର କିଛି ବର୍ଗର ଲୋକ ଚିନି ଓ ପାଣି ଭଳି ମିଶି ଯାଉଛନ୍ତି। ତେଣୁ କେତେକ ଘଟଣାର ସମ୍ବାଦରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରୁନାହିଁ। ସାମ୍ବାଦିକ ଓ ସମାଜର ସମ୍ପର୍କ ସବୁବେଳେ ତେଲ ଓ ପାଣି ଭଳି ସମ୍ପର୍କ ହେବା ଉଚିତ। ଉଭୟ ମିଶିଲେ ମଧ୍ୟ ଉଭୟଙ୍କ ଧର୍ମ ସବୁବେଳେ ଅଲଗା ରହିବା ଆବଶ୍ୟକ ବୋଲି ତନୟା ପଟ୍ଟନାୟକ କହିଥିଲେ। ସତ୍ୟନାରାୟଣ ବେହେରା ସ୍ମୃତି କମିଟିର ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱ ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓ ବରିଷ୍ଠ ସାମ୍ବାଦିକ ତଥା ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍ ମନୋରଞ୍ଜନ ଯୋଶୀ ଯୋଗ ଦେଇଥିଲେ। ମନୋରଞ୍ଜନ କହିଥିଲେ ଯେ କୌଣସି ସମ୍ବାଦ ପରିବେଷଣ ପରେ ସମାଜର ବିଭିନ୍ନ ବର୍ଗର ଲୋକେ ଯେତେବେଳେ ପ୍ରତିକ୍ରିୟାଶୀଳ ହେବେ ସେତେବେଳେ ସେହି ସମ୍ବାଦର ପ୍ରଭାବ ବଢ଼ିଯାଇଥାଏ। ତେଣୁ ସମାଜର ସମସ୍ୟା ସମାଧାନ ପାଇଁ ସାମାଜିକ ସଂଗଠନ ବ୍ୟକ୍ତିବିଶେଷ ପ୍ରତିକ୍ରିୟା ଦେଖାଇବାର ଆବଶ୍ୟକତା ଅଛି ବୋଲି କହିଥିଲେ। ସ୍ୱର୍ଗତ ସତ୍ୟନାରାୟଣ ବେହେରା ଜଣେ ନିର୍ଭୀକ ସାମ୍ବାଦିକ ଥିଲେ ଓ ସେ ଦୀର୍ଘ 60 ବର୍ଷ ଧରି କେବଳ ସାମ୍ବାଦିକତା କରିଥିଲେ। ରାଜ୍ୟର ବିଶିଷ୍ଟ ବ୍ୟକ୍ତି ଯଥା ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂଦେଓ, ଡକ୍ଟର ହରିକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ ଭଳି ରାଜନେତାଙ୍କ ସହିତ ତାଙ୍କର ଘନିଷ୍ଠତା ରହିଥିଲା। ସାମ୍ବାଦିକତାକୁ ସେ ସେବା ଭାବରେ ଗ୍ରହଣ କରିବା ସହିତ ବିଭିନ୍ନ ବର୍ଗର ଲୋକଙ୍କ ସହିତ ସମ୍ପର୍କ ରଖିଥିଲେ ବୋଲି ସମ୍ମାନିତ ଅତିଥି ପୌରାଧ୍ୟକ୍ଷା ଲିକା ସାହୁ କହିଥିଲେ। କବି ଭାଗୀରଥୀ ମିଶ୍ର, ଡକ୍ଟର ମଞ୍ଜୁବାଳା ପଣ୍ଡା, ସମାଜସେବୀ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ର, ସ୍ୱର୍ଗତ ବେହେରାଙ୍କ ପୁତ୍ର ସୁଧାକର ବେହେରା ସ୍ମୃତି ଚାରଣ କରିଥିବା ବେଳେ ସାଇଶ୍ରୀ ରାମ ମିଶ୍ର ବେଦପାଠ କରିଥିଲେ। କମିଟିର ସମ୍ପାଦକ ଶରତ କୁମାର ମହାକୁର ମଞ୍ଚାସୀନ ଥିଲେ। ଏହି ଅବସରରେ ତନୟା ପଟ୍ଟନାୟକଙ୍କୁ ସତ୍ୟନାରାୟଣ ବେହେରା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଡକ୍ଟର ଜ୍ୟୋତି ପାଣିଗ୍ରାହୀ, ଡକ୍ଟର ମଞ୍ଜୁବାଳା ପଣ୍ଡା, ସରସ୍ୱତୀ ନନ୍ଦ, ସାଗରିକା ଗୁରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିବା ବେଳେ ପରିବେଶ ସୁରକ୍ଷା ପାଇଁ କାମ କରୁଥିବାରୁ ପୁନଶ୍ଚ ପୃଥିବୀ ନାମକ ଏକ ମଡେଲ ଉପହାର ଆକାରରେ ହରିନାରାୟଣ ପୂଜାରୀ, ଡକ୍ଟର ଶ୍ରୀକର ମିଶ୍ର ଓ କବି ଭାଗୀରଥୀ ମିଶ୍ର ପ୍ରଦାନ କରିଥିଲେ। ସାମ୍ବାଦିକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ ମାନପତ୍ର ପଠନ କରିଥିଲେ। ଶେଷରେ ସାମ୍ବାଦିକ ବିଭୁ କଲ୍ୟାଣ ଗର୍ତ୍ତିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କେମିତି ଲାଗୁଛି ଆମ ସକାଳର ଖବର? ମତାମତ ନିଶ୍ଚୟ ଦିଅନ୍ତୁ। ଆପଣ ଯଦି ପ୍ରଥମ କରି ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖୁଛନ୍ତି ତେବେ ଆମ ଚ୍ୟାନେଲକୁ ଲାଇକ୍, କମେଣ୍ଟ ଓ ସବସ୍କ୍ରାଇବ୍ କରନ୍ତୁ। ନୋଟିଫିକେସନ୍ ପାଇବାକୁ ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍କୁ କ୍ଲିକ୍ କରନ୍ତୁ। ଏଥର ଆମ ସକାଳର ଖବର ପହଞ୍ଚିଯିବ ଆପଣଙ୍କ ନୋଟିଫିକେସନ୍ ବକ୍ସରେ।